ମୁଁ ଆଜି ଗୋଟେ ବାପର ସତ କଥା କହିବା ପାଇଁ ନମସ୍କାର। ମୁଁ ଆଜି ଗୋଟେ ବାପର ସତ କଥା କହିବା ପାଇଁ ଚାହୁଁଛି। ଗୋଟେ ବାପ ପାଇଁ ତାର ଝିଅ କେତେ ମହାନ। ଆଜ୍ଞା ହଁ, ଗୋଟେ ବାପ ଗୋଟେ ଝିଅକୁ ଲାଳନ ପାଳନ କରି ଆଉ ତାର ସବୁ ଇଚ୍ଛାକୁ ତାର ଲକ୍ଷ୍ୟ ବୋଲି ଭାବି ସେ ତାର ଆଗକୁ ବଢ଼ିଥାଏ। ଆଉ ଯେତେବେଳେ ସେ ଝିଅ ବଡ଼ ହୋଇ ବାହା ହେବା ପାଇଁ ପ୍ରସ୍ତୁତ ହୋଇଥାଏ, ସେତେବେଳେ କିଛି ଲୋକ ସେ ଝିଅକୁ ପ୍ରଶ୍ନ କରିଥାନ୍ତି କି ତୋ ଜୀବନରେ ତୋ ସ୍ୱାମୀ ବଡ଼ କି ତୋ ବାପା ବଡ଼। ସେ ସମୟରେ ସେ ଦୁଇ ଜଣଙ୍କୁ ବଡ଼ ବୋଲି କହିଥାଏ। କିନ୍ତୁ ଯେତେବେଳେ ଶାଶୁ ଘରେ ଯେତେବେଳେ ତାକୁ ପଚରାଯାଏ ସ୍ୱାମୀ ବଡ଼ କି ବାପା ବଡ଼, ସେତେବେଳେ ସେ ତା ସ୍ୱାମୀକି ହିଁ ବଡ଼ ବୋଲି କହିଥାଏ। ତ ବାପାଙ୍କୁ କେବେ ବି ହେଲେ ବଡ଼ ବୋଲି କହିନଥାଏ। ଥରେ ଭାବନ୍ତୁ, ଯେଉଁ ଝିଅକୁ ବାପା ଲାଳନ ପାଳନ କରି ବଢ଼େଇଥାଏ ଆଉ ତା ହସର ପ୍ରଥମ କାରଣ ହୋଇଥାଏ, ସେ ଝିଅ କେମିତି ତା ବାପାକୁ ଦ୍ୱିତୀୟ ସ୍ଥାନରେ ରଖିବ? ସେ ହୁଏତ ତା ମନ କଥା କହି ନପାରେ, କିନ୍ତୁ ଥରେ ଚିନ୍ତା କରନ୍ତୁ, ତା ସ୍ୱାମୀ ତା ଜୀବନରେ ଭାଗିଦାର ହୋଇଥାଇପାରେ ସତ, କିନ୍ତୁ ତା ବାପା ତା ଜୀବନର ଆଧାର। ଗୋଟେ ବାପା ଯେତେବେଳେ ହାରି ଯାଇଥାଏ, ସେତେବେଳେ ଗୋଟେ କଣରେ ପଶି ସେ କାନ୍ଦିଥାଏ ଆଉ ଅନ୍ୟମାନଙ୍କୁ ସିଏ ଦୁନିଆରେ ହସିକି ଦେଖାଇଥାଏ ମୁଁ ଖୁସିରେ ଅଛି। କିନ୍ତୁ ଥରେ ଭାବନ୍ତୁ, ଗୋଟେ ବାପା ଗୋଟେ ଝିଅ ପାଇଁ କେତେ ମହାନ, କିନ୍ତୁ ସେ ଦୁନିଆ ଆଗରେ କେବେ ବି ଦେଖାଇ ନଥାଏ କି ମୁଁ ଆଜି କାନ୍ଦୁଛି ବୋଲି। ଯେତେ ଦୁଃଖ କଷ୍ଟରେ ବାପା ଥିଲେ ବି ଦୁନିଆ ଆଗରେ ସେ ହସିଥାଏ। କିନ୍ତୁ ଗୋଟେ ଝିଅ ଯେତେବେଳେ ବିବାହ କରି ଶାଶୁଘରକୁ ଯାଇଥାଏ, ସେତେବେଳେ ଗୋଟେ ବାପା ସବୁବେଳେ କାନ୍ଦିଥାଏ। ସବୁ ଝିଅ ଯେତେବେଳେ ବାହା ହୋଇଯାଆନ୍ତି, ଗୋଟେ ବାପ ଆଖିରୁ ଲୁହ ଝରିଥାଏ। କାହିଁକି ନା ଗୋଟେ ବାପ ଯେତେବେଳେ ଝିଅ ଜନ୍ମ ବେଳଠୁ ଝିଅ ବିବାହ ପର୍ଯ୍ୟନ୍ତ ଯେଉଁ ଆଶା ଓ ଲକ୍ଷ୍ୟ ରଖିକିରି ତାକୁ ଲାଳନ ପାଳନ କରି ବଢ଼େଇଥାଏ, ସେ ଝିଅ ଆଜି ଘର ଖାଲି କରିକି ସବୁଦିନ ପାଇଁ ଅନ୍ୟ ଜାଗାକୁ ଚାଲିଯାଉଛି। ଯେଉଁଥିପାଇଁ ତା'ର ନିଜର ଅଧିକାର ସାବ୍ୟସ୍ତ କରିଲେ ମଧ୍ୟ ସେ ଘରୁ ଗୋଡ଼ କାଢ଼ିକି ଆସିପାରିନଥାଏ। କାହିଁକିନା ସେ ଅନ୍ୟ ଜଣଙ୍କ ଶିକୁଳିରେ ବାନ୍ଧି ହୋଇଯାଇଥାଏ। ଆଉ ସେଠି ଗୋଟେ ବାପା କେବେ ବି ତା ଅଧିକାର ସାବ୍ୟସ୍ତ କରିପାରିନଥାଏ। ଇଏ ହେଉଛି ଗୋଟେ ବାପର ସତ୍ୟତା। ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ କରିଦେବେ।